ଜଣେ ଶାସ୍ତ୍ରାଂଶଟିକୁ ପାଠ କରିବେ ଜହନ 6 ପର୍ବ ତାର 30 ପଦରୁ 32 ପଦ ପର୍ଯ୍ୟନ୍ତ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନ ସ୍ୱରୂପ କଣ କରୁଅଛନ୍ତି ଯେ ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ? ଆପଣ କଣ ସାଧନ କରୁଅଛନ୍ତି? ଆମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇନାହାନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି। କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ୱରଙ୍କର ଆହାର। ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର, ଯେ ମୋ ନିକଟକୁ ଆସେ ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ ଠାରେ ବିଶ୍ୱାସ କରେ ସେ କଦାପି ତୃଷିତ ହେବ ନାହିଁ। ଈଶ୍ୱର ଏହି ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ବାକ୍ୟ ରୂପୀ ସର୍ବଜଗତର ସୃଷ୍ଟିକର୍ତ୍ତା ଈଶ୍ୱର, ତୁମ୍ଭରି ପ୍ରଶଂସା, ଧନ୍ୟବାଦ, ଗୌରବ ଯୁଗେ ଯୁଗେ ହଉ। ତୁମେ ଆମ ପ୍ରତ୍ୟେକଙ୍କୁ ପ୍ରଭୁ ଗତ ରାତ୍ରର ସମସ୍ତ ପ୍ରକାର ବିପଦ ଆପଦ ଶତ୍ରୁ ଶୈତାନରୁ ଉଦ୍ଧାର କଲ, ସୁରକ୍ଷା ଦେଲ ଏବଂ ଆଜି ଏହି ସୁପ୍ରଭାତରେ ଏକ ପବିତ୍ର ସମୟ ଦେଇ ତୁମରି ପବିତ୍ର ସାନ୍ନିଧ୍ୟରେ ରହିବା ନିମନ୍ତେ ଆମମାନଙ୍କୁ ସାହାଯ୍ୟ କରିଅଛ। ଏତେବେଳେ ପ୍ରଭୁ ଆସ, ତୁମରି ଧର୍ମାତ୍ମାଙ୍କ ଶକ୍ତି ଦ୍ୱାରା ଆମ ପ୍ରତ୍ୟେକଙ୍କୁ ପରିଚାଳିତ କର। ଆଜି ଯେଉଁ ପବିତ୍ର ବାକ୍ୟ ରହିଅଛି, ଏ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ତୁମେ କଥା କୁହ। ଯେପରି ପବିତ୍ର ବାକ୍ୟ ଦ୍ୱାରା ଆମ୍ଭେମାନେ ବିଶ୍ୱାସ ଭରସା କରି ସେ ବାକ୍ୟ ଅନୁଯାୟୀ ଆମମାନଙ୍କର ଜୀବନକୁ ଯାପନ କରିପାରିବୁ, ଏଥି ନିମନ୍ତେ ସାହାଯ୍ୟ କର ଏବଂ ଉପକାର କର। সকল ନିବେଦନକୁ ତୁମରି ପବିତ୍ର ହସ୍ତ ତଳେ ସମର୍ପିତ କରି ଏ ପ୍ରାର୍ଥନା ଆମ୍ଭମାନଙ୍କର ଉଦ୍ଧାରକାରୀ ନିତ୍ୟଜୀବୀ ପ୍ରିୟ ପ୍ରଭୁ ବାକ୍ୟ ରୂପୀ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁ। ଆମେନ୍। ଖ୍ରୀଷ୍ଟରେ ଉପସ୍ଥିତ ପ୍ରଭୁଙ୍କର ଦାସ ଏବଂ ଦାସୀଗଣ, ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ, ପ୍ରଶଂସା, ଗୌରବ ଯୁଗେ ଯୁଗେ ହେଉ। ଯୀଶୁ ସଦାପ୍ରଭୁ ଆମ ପ୍ରତ୍ୟେକଙ୍କୁ ଈଶ୍ୱର ପ୍ରଭାତରେ ତାଙ୍କରି ପବିତ୍ର ବାକ୍ୟର କିଛି ଅଂଶକୁ ଆଜି ଆଲୋଚନା କରିବା ପାଇଁ ଈଶ୍ୱର ସୁଯୋଗ ଦେଇଅଛନ୍ତି। ପ୍ରିୟ ମଣ୍ଡଳୀ, ଆଜିର ଯେଉଁ ଶାସ୍ତ୍ରାଂଶ ଆମେ ମାନେ ପଢିଲୁ, ଜହନ ଲିଖିତ ସୁସମାଚାର। এই ଜହନ ଲିଖିତ ସୁସମାଚାର ଜହନଙ୍କ ଦ୍ୱାରା, ଯୀଶୁଙ୍କର ଶିଷ୍ୟ ଜହନଙ୍କ ଦ୍ୱାରା ଲିଖିତ ହୋଇଅଛି। ଜହନ ଲିଖିତ ସୁସମାଚାରର କି ଭେର୍ସ ବୋଲି କୁହାଯାଏ। ସେ କି ଭେର୍ସ ହେଉଛି ଜହନ 3:16। ଆମେ ସମସ୍ତେ ଜାଣୁ ଯେ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଜହନ ଲିଖିତ ସୁସମାଚାର ଲେଖିବାର ଉଦ୍ଦେଶ୍ୟ ଦ ଫେଥ୍ ଇନ୍ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ, ଖ୍ରୀଷ୍ଟଙ୍କ ଠାରେ ଭରସା, ଖ୍ରୀଷ୍ଟଙ୍କ ଠାରେ ଆଶା କରି ଆମର ଖ୍ରୀଷ୍ଟୀୟ ଜୀବନକୁ ଆଗକୁ ଯେପରି ଆମେ ବଢ଼ାଇ ନେଇପାରିବୁ, ଏହା ତାଙ୍କରି ଉଦ୍ଦେଶ୍ୟ ରହିଥିଲା। ଜହନ ଲିଖିତ ସୁସମାଚାରରେ ଏକ ସ୍ୱତନ୍ତ୍ର ବିଷୟ ରହିଛି, ଯାହାକୁ ଆମେ କହିପାରିବା ଆଇ ଏମ୍ ସେଇଂ ବୋଲିକି, ଦ 7 ଆଇ ଏମ୍ ସେଇଂ। ଯୀଶୁଖ୍ରୀଷ୍ଟ ସେ 7ଟି, ଏ ଜହନ ଲିଖିତ ସୁସମାଚାର 7ଟି ବାକ୍ୟ, ସେ ମୁଁ ପଦ ଶବ୍ଦକୁ ସେ ଉଚ୍ଚାରଣ କରନ୍ତି।
ଆଉ ଯେତେବେଳେ ମୁଁ ବୋଲି କହନ୍ତି, ପ୍ରକୃତରେ ସେ ମୁର ଅର୍ଥ ଯାତ୍ରା ପୁସ୍ତକ 3 ପର୍ବ ତାର 14 ପଦରେ ଲେଖା ଅଛି, ଯାହାକି ଆମ୍ଭେ ଯେ ଅଛୁ, ସ୍ୱୟଂଭୂ ଆମ୍ଭେ ଯେ ଅଛୁ ସେ ଅଛୁ ବୋଲିକି ଲେଖାଯାଏ। ଓଡ଼ିଆରେ ଆମ୍ଭେ ବୋଲିକି ତାର ପଦ ଶବ୍ଦ ଲେଖାଯାଏ, କିନ୍ତୁ ଆମେ ଯଦି NRSV ବାଇବେଲ ଦେଖୁ, ସେଠାରେ ଆଇ ଏମ୍ ହୁ ଆଇ ଏମ୍ ର ଅର୍ଥ ସେଠି ଲେଖାଯାଏ ଆଇ ଏମ୍ ହୁ ଆଇ ଏମ୍, ମାନେ ସିଙ୍ଗୁଲାର। ଏଠି ବି ଯୀଶୁ ସେ କହନ୍ତି ମୁଁ ବୋଲି ସେ ପଦ ଶବ୍ଦ କହନ୍ତି। ଆଉ ମୁଁ ଯେତେବେଳେ ପଦ ଶବ୍ଦ ଯୀଶୁ କହନ୍ତି ଆଉ ଈଶ୍ୱର କହୁଛନ୍ତି ଯାତ୍ରା ପୁସ୍ତକରେ, ସେ ମୁଁ ପଦ ଶବ୍ଦ ଦୁଇଟା ନୁହେଁ, କିନ୍ତୁ ଗୋଟିଏ, ଆଇ ଏମ୍। ଆଜି ମଧ୍ୟ ଗୋଟେ ଆଇ ଏମ୍ ସେଇଂ ର ଗୋଟେ ବାକ୍ୟ, ଯାହା ଯୋହନ 6 ପର୍ବ ତାର 35 ପଦରେ ଲେଖାଯାଏ ଯେ ଆଇ ଏମ୍ ଦ ବ୍ରେଡ୍ ଅଫ୍ ଲାଇଫ ବୋଲି ସେ କହନ୍ତି, ମୁଁ ଜୀବନଦାୟକ ଆହାର। ସେ କଣ ପାଇଁ ସେ କହନ୍ତି? କାରଣ ସେ ଯୋହନ 5 ପର୍ବରେ 5ଟି ରୁଟି ଏବଂ 2ଟି ମାଛରେ 5,000 ଲୋକ ସେ ଖୁଆଇଲେ। ଆଉ ସେଥିପାଇଁ ସେ କହନ୍ତି ଆଇ ଏମ୍ ଦ ବ୍ରେଡ୍ ଅଫ୍ ଲାଇଫ, ମୁଁ ଜୀବନଦାୟକ ଆହାର ବୋଲି ଯୀଶୁ କହନ୍ତି। ଦ୍ୱିତୀୟରେ ସେ କହନ୍ତି ଆଇ ଏମ୍ ଦ ଲାଇଟ୍ ଅଫ୍ ଦି ୱାର୍ଲଡ ବୋଲି ସେ କହନ୍ତି, ଆଇ ଏମ୍ ବୋଲିକି। ମୁଁ ଜଗତର ଜ୍ୟୋତି ବୋଲି କହନ୍ତି ଯୋହନ 8 ପର୍ବ 12 ପଦ ମଧ୍ୟରେ। ଆଉ ତାହା ଜଣେ ଜନ୍ମାନ୍ଧକୁ ଯୀଶୁ ସୁସ୍ଥ କରି ସେ କହନ୍ତି ଯେ ମୁଁ ଜୀବନଦାୟକ ଆହାର, ମୁଁ ଜଗତର ଜ୍ୟୋତି ବୋଲି। ତୃତୀୟରେ ସେ କହନ୍ତି ଆଇ ଏମ୍ ଦ ଡୋର ବୋଲି ସେ କହନ୍ତି, ମୁଁ ଦ୍ୱାର ଅଟେ ବୋଲି ସେ କହନ୍ତି, ଯାହା ଯୋହନ 10 ପର୍ବ 9 ପଦ ମଧ୍ୟରେ ଆମ୍ଭେମାନେ ଦେଖିପାରିବା। ପଞ୍ଚମରେ ଆମେ ଦେଖିବା ଆଇ ଏମ୍ ଦ ଟ୍ରୁ ଶେଫର୍ଡ ବୋଲି, ମୁଁ ଉତ୍ତମ ମେଷ ପାଳକ ବୋଲି ସେ କହନ୍ତି, ଯୋହନ ତାହାର 10 ପର୍ବ 11 ପଦ ଏବଂ 14 ପଦରେ ଲେଖାଯାଏ, ମୁଁ ଉତ୍ତମ ମେଷ ପାଳକ ବୋଲି। ପଞ୍ଚମରେ ଆଇ ଏମ୍ ଦ ଗୁଡ୍ ଶେଫର୍ଡ, ଚତୁର୍ଥ ପଞ୍ଚମରେ କୁହାଯାଏ ଆଇ ଏମ୍ ଦ ରିଜରେକ୍ସନ ଆଣ୍ଡ ଲାଇଫ ବୋଲି କୁହାଯାଏ। ଯୋହନ 11:25 ଯେତେବେଳେ ଲାଜାରକୁ ପ୍ରଭୁ ଉଠାଇଲେ ମୃତ୍ୟୁରୁ, ଆଉ ସେତେବେଳେ ସେ କହନ୍ତି ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦିଓ ବି ମରେ ତଥାପି ସେ ବଞ୍ଚିବ ବୋଲି ସେ କହନ୍ତି। ଷଷ୍ଠରେ ସେ କହନ୍ତି ଆଇ ଏମ୍ ଦ ୱେ ଟ୍ରୁଥ ଆଣ୍ଡ ଲାଇଫ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ, ଯାହା ଯୋହନ 14 ପର୍ବ 6 ପଦ ମଧ୍ୟରେ ଲେଖାଯାଏ। ଏବଂ ଶେଷରେ ଆଇ ଏମ୍ ସେଇଂ ର ଶେଷ ଆଇ ଏମ୍ ଦ ଟ୍ରୁ ଭାଇନ୍ ବୋଲି କୁହାଯାଏ, ମୁଁ ପ୍ରକୃତ ଦ୍ରାକ୍ଷାଲତା, ଯୋହନ 15 ପର୍ବ 1 ପଦ ଏବଂ 5 ପଦ ମଧ୍ୟରେ ଲେଖାଯାଏ। ଯୀଶୁ ଯେତେବେଳେ ଆଇ ଏମ୍ ପଦ ଶବ୍ଦକୁ ବ୍ୟବହାର କରନ୍ତି, ସେ ମୁଁ ପଦ ଶବ୍ଦର ସଂସ୍କୃତ ୱାର୍ଡ ହେଉଛି ଅହମ୍ ବୋଲି କୁହାଯାଏ। ଅହମ୍ ବୋଲେ ତାର ଅର୍ଥ ଏହା ନୁହେଁ ଯେ ଯୀଶୁ ସେ ଗର୍ବ କରିକି ସେ କହୁଛନ୍ତି। ଯେତେବେଳେ ଆମେ এই ପଦ ଶବ୍ଦକୁ ବ୍ୟବହାର କରେ, ମୁଁ କଲି ମୋ ଦ୍ୱାରା ଏଇଟା ହେଲା, ସେତେବେଳେ ସେଟା ଗର୍ବର ପଦ ଶବ୍ଦ ହୋଇଥାଏ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ এই ପଦ ଶବ୍ଦକୁ ବ୍ୟବହାର କରନ୍ତି, ସେ ଗୋଟେ ଗର୍ବର ପଦ ଶବ୍ଦ ନୁହେଁ, କିନ୍ତୁ ଯୀଶୁ ଯାହା କରିଛନ୍ତି ସେ ସେଇଟା କହିଲେ, ଏବଂ ଯାହା କଲେ ସେ ତାହା ହିଁ କହିଛନ୍ତି। ସେ ଯାହା କହିଛନ୍ତି ତାହା କରିଛନ୍ତି, ଏବଂ ଯାହା କରିଛନ୍ତି ତାହା ହିଁ ସେ କହିଛନ୍ତି। ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶରେ ମଧ୍ୟ ଆମେ ଯଦି ଦେଖୁ, ଯୀଶୁ ସେ 5,000 ଲୋକଙ୍କୁ ସେ ଖୁଆଇଲେ। ସେଠି ଲେଖା ଅଛି 5,000 ପୁରୁଷ ବୋଲି ଆକା ଲେଖା ଅଛି, ଆଉ ସେଟା ମଧ୍ୟ 5,000 5ଟି ରୁଟି ଏବଂ 2ଟି ମାଛରେ ସେ ଖୁଆଇଲେ। ପ୍ରିୟ ମଣ୍ଡଳୀ, ଯୀଶୁ ଏ 5,000 ଲୋକଙ୍କୁ କେଉଁଠାରେ ଖୁଆଇଲେ? ଇନ୍ ଦି ୱିଲ୍ଡରନେସ୍, ପ୍ରାନ୍ତର ମଧ୍ୟରେ,
जोटा कि मशा मध्य से 40 वर्ष पर्यंत प्रांतर से प्रतिपालन कले। जीशु से 29 पदर मध्य लिखा जाए जे जीशु से उत्तर देले ईश्वर जहाँ को प्रेरण कर विश्वास करवा ही ईश्वर कार्य अटे। मुझे से कहूली जौहनकर की वर्स कौन बोली की वर्स हूँ फेथ इन क्राइस्ट। अरे ये लिखा हो 29 पदरे जे ताहांकोठारे विश्वास करवा ही ईश्वर कार्य। ईश्वर कार्य कौन? ईश्वर कार्य होउछि ताहांकोठारे विश्वास करिबा, तांकोठारे भरोसा करिबा, तांकोठारे आशा करिबा। सेटा होउछि ईश्वर कार्य। ये जौन 30 पदरे कहती से सी माने ताहांको पचारिले ताहेले आपण चिन्ह स्वरूप कौन करुअछंती जे ताहा देखि आम्भे माने ताहां आपणको विश्वास करि पार। भयंकर डाउट विषय एठी माने जौन उद्धृत करुछंती तांकरी ए पुस्तक रे से कहउछंती जे एठी माने एठी जिहुदी लोक माने आसिले रे पचारुछंती जे तमे एडी बड़ जिंस कोन करूछ? 5टी रोटी 2टी माछ को तो 5000 लोक खुआइलो, मात्र मशा मध्य सेमती काम करिछंती। किंतु प्रकृत ईश्वर जदि तुमे अटो, जो प्रतिज्ञार ईश्वर, जो प्रतिज्ञार मसीह ख्रीष्ट ए जगत आसीबे आ ईश्वर तुमको प्रेरण करिछंती बोली जदि तुमे कहउछ, तेबे तुमे चिन्ह स्वरूप कोन कहउछ आमानकु देखाओ बोली से कहउछ। तेबे आमे तुमको विश्वास करिबु जे तुमे प्रतिज्ञार ईश्वर, से प्रतिज्ञार ख्रीष्ट, प्रतिज्ञार माने मसीह अट। प्रिय मंडली, से मोर प्रथम पॉइंट आज मु रखा चाहे द डिमांड फॉर साइन एंड ह्यूमन अनबिलीफ। द डिमांड ऑफ साइन एंड ह्यूमन अनबिलीफ माने चिन्हर डिमांड करिबा यह हेउछि मनुष्य अविश्वास। आमे जेते बेले चिन्ह आमे खोजी थाउ, आश्चर्य कर्म खोजी थाउ, सेते बेले से आश्चर्य कर्म जेते बेले आमे खोजु सेटा पुनी मनुष्यर अविश्वास पुनी सेटा हेउछि बेसी बड़ विषय। एठी जिहुस माने बा जिहुदी माने एटा कहउंती से माने विटनेस करूछो, दे आर विटनेसिंग दी क्राइस्ट मिराकल। से माने प्रकृत रे ख्रीष्ट जहा 5टी रोटी 2टी माछ जो आश्चर्य कर्म करिछोनी सेठी से विटनेस दउछोनी, हां तुमे करिछो, तुमे निश्चय करिछो। किंतु माने आरियो बड़ बड़ साइन आमानकु दरकार, बड़ बड़ आश्चर्य कर्म करो, तेबे आमे जाई तुम ठारे आमे कोन करि पारिबु? विश्वास करिबु। मु पुनर्बार आपनकु दोहराइबाकु चाहे जे जोहनकर मूल उद्देश्य लिखिबार एई जो सुसमाचार फेथ इन क्राइस्ट, ख्रीष्टଙ୍କ ठारे विश्वास करिबा, ख्रीष्टଙ୍କ ठारे संदेह करिबा नाही। आज सेति पई मु आपण मानक ठारे 2टी विषय कहिबाकु चाहे। जने व्यक्ति सेति पई कहंती जे miracle alone do not produce saving faith or authentic faith। माने आश्चर्य कर्म केवल सत्य विश्वास को उत्पन्न करे नाही। हम अनेक समय गोटे आश्चर्य कर्म उपरे आमे विश्वास करि थाउ, अरे सेटा ही ईश्वर बोली आमे चिंता करि थाउ। आश्चर्य कर्म उपरे आमर गोटे एमती ही गलानी जे से आश्चर्य कर्म किए करिछंती तार उपरे आमर माने ऑथेंटिक फेथ नाही, मात्र जे वर्डली रे जहा को आमे देखुछु तार उपरे आमर विश्वास बेसी बढ़ी जाउछि। माने गॉड जगारे से प्रकृत रे गोटे प्रशंसनीय हो जाइछंती आज, जे कि बहुत सुंदर वाक्य कहे, अन्य लोक माने ताकू प्रभु परि देखुछंती, प्रभु बोली भाबी दउछंती।
যে কি আশ্চর্য কর্ম করে তাকে আমি প্রভু বলি ভাবি দଉଛୁ, কারণ আমি আমার ফেথ কোଠି ରଖିଛୁ ମିରାକଲ ଉପରେ। ସେଥିପାଇଁ ମୁଁ ଆପଣମାନଙ୍କୁ ଠାରେ କହିବାକୁ ଚାହେଁ ଯେ ମିରାକଲ alone do not produce saving faith বা authentic faith। ଆଶ୍ଚର୍ଯ୍ୟ କର୍ମ କେବଳ ସତ୍ୟ ବିଶ୍ୱାସ ଉତ୍ପନ୍ନ କରେ ନାହିଁ। ଆଶ୍ଚର୍ଯ୍ୟ କର୍ମ ଗୋଟେ ସତ୍ୟ ବିଶ୍ୱାସ ଉତ୍ପନ୍ନ କରେ ନାହିଁ। ସେଥିପାଇଁ ଯୀଶୁ ଏଠି ତାଙ୍କର ଜନ୍ ଗସ୍ପେଲରେ ଯଦି ଆପଣ ଦେଖିବେ, ଜିସସ୍ କ୍ରିଟିକ୍ସ ଦି ସୁପରଫିସିଆଲ ଫେଥ୍ ଥ୍ରୁ ଆଉଟ୍ ଦି ଜନ୍ ଗସ୍ପେଲ। ଏ ଯୋହନ ସୁସମାଚାରର ସର୍ବତ୍ରରେ ଯୀଶୁ ସେ କ୍ରିଟିକ୍ସ କରିଛନ୍ତି, କୁ କ୍ରିଟିକ୍ସ କରିଛନ୍ତି ଯେ ସୁପରଫିସିଆଲ ଫେଥ୍, ଗୋଟେ ବାହିକ ବିଶ୍ୱାସ। ଏ ବାହିକ ବିଶ୍ୱାସକୁ ସେ କ୍ରିଟିସାଇଜ କରିଛନ୍ତି ପ୍ରିୟ ମଣ୍ଡଳୀ, ଏ ସୁପରଫିସିଆଲ ଫେଥ୍କୁ। ମୁଁ ସେଥିପାଇଁ ଆଜି ଆପଣମାନଙ୍କ ଠାରେ କହି ରଖିବାକୁ ଚାହେଁ ଯେ ଆମର ଫେଥ୍ ପ୍ରକୃତରେ ଆଥେଣ୍ଟିକ ଫେଥ୍ କି ପ୍ରକୃତରେ ସୁପରଫିସିଆଲ ଫେଥ୍, ଗୋଟେ ଫେକ୍ ଫେଥ୍। ମାର୍ଟିନ ଲୁଥର ସେ ବୁଝାଇବା ନିମନ୍ତେ କହନ୍ତି ଦୁଇଟି ଫେଥ୍ ଉପରେ। ଏକ ହେଉଛି ଏକ୍ୱାର୍ଡ ଫେଥ୍ বা ସୁପରଫିସିଆଲ ଫେଥ୍ বা ବାହିକ ବିଶ୍ୱାସ বা ନିଜେ ଅର୍ଜନ କରିବା ବିଶ୍ୱାସ, ଆଉ ଗୋଟେ ଫେଥ୍ ହେଉଛି ସେଭିଂ ଫେଥ୍, ଆଥେଣ୍ଟିକ ଫେଥ୍ ଏବଂ ଗଡ୍ ଗିଭେନ୍ ଫେଥ୍। ଦ୍ୱିତୀୟରେ ସେ କହନ୍ତି ସେଭିଂ ଫେଥ୍, ଗୋଟେ ପ୍ରକୃତ ଫେଥ୍, ଆଥେଣ୍ଟିକ ସତ୍ୟ ବିଶ୍ୱାସ, ଯୋଉଟା କି ଗଡ୍ ଗିଭେନ୍ ଫେଥ୍। ଲୁଥର ସେ କହନ୍ତି ଯେ ବିଶ୍ୱାସ ଆମେ ଅର୍ଜନ କରିବା, ଦ ଫେଥ୍ ଇଜ ଅ ଗିଫ୍ଟ ଅଫ ଗଡ୍ ବୋଲି କହନ୍ତି। ଆମର ଜୀବନରେ ଯୋଉ ଆଥେଣ୍ଟିକ ଫେଥ୍ ଅଛି, ଏହା ପୁଣି ଈଶ୍ୱର ଐଶ୍ୱର୍ଯ୍ୟ ଦାନ ବୋଲି ସେ କହନ୍ତି। ମୁଁ ପ୍ରଶ୍ନ କରିପାରେ କି ଆପଣ ମାନଙ୍କୁ ଯେ ପ୍ରକୃତରେ ସୁପରଫିସିଆଲ ଫେଥ୍ କଣ ବା ନିଜେ ଅର୍ଜିତ ବିଶ୍ୱାସ କଣ ଏବଂ ପ୍ରକୃତରେ ଗୋଟେ ଆଥେଣ୍ଟିକ ଫେଥ୍ କଣ, କିଏ କହିପାରିବେ କି? ଟିକେ ଜଣେ ଲୋକ ଗୋଟେ ସୁପରଫିସିଆଲ ଫେଥ୍ ବୋଲେ କଣ, ଗୋଟେ ବାହିକ ବିଶ୍ୱାସ ମାନେ କଣ ଏବଂ ଗୋଟେ ସତ୍ୟ ବିଶ୍ୱାସ କଣ ଅଟେ? ঠিক ଅଛି প্রিয় মণ্ডলী, সুপরফিসিয়াল ফেথ এবং বা বাহিক বিশ্বাস এবং প্রকৃতর সত্য বিশ্বাস ডিফরেন্সেস আমি গলিয়াথ এবং ড্যাভিডଙ୍କର এক্সাম্পল দ্বারা আমরা জানিপারিবা। গলিয়াথ সে যেতବେଳେ ড্যাভিড কু দেখলা, সে ଦେଖିକି ସେ କହିଲା ଯେ ଏତେ ବଡ ଛୋଟ ପିଲା ମତେ ମାରିବାକୁ ଆସିଛି, ତତେ କିଛି ନାହିଁ, ଏବେ ମାରିକି କୁକୁର ମାନଙ୍କୁ ତତେ ଖୁଆଇଦେବି, ତତେ ମାରିଦେବି। ମୁଁ ତାର ବିଶ୍ୱାସ ଅଛି, ଏକ୍ୱାର୍ଡ ଫେଥ୍, ତାର ନିଜର ଉପରେ ନିଜେ ବିଶ୍ୱାସ କରୁଛି ଯେ ଆକୁ ଏଡେ ବଡ ରାଜା ମହାରାଜା ଯୋଦ୍ଧା ସମ୍ରାଟ ମାନଙ୍କୁ ଯଦି ମୁଁ ପରାସ୍ତ କରିଛି, ଇଏ ଗୋଟେ ଛୋଟ ପିଲା ଗଲିଆଥ, ଗୋଟେ ଛୋଟ ତାର ପାଖରେ କିଛି ନାହିଁ, ସେ ଆଉ ସେ ପିଲାକୁ ମୁଇଁ କଣ ମାରିପାରିବି ନାହିଁ ବୋଲେ କେତେ ହେୟ ଜ୍ଞାନ। ଏଇଟାକୁ କୁହାଯିବ ଯେ ଗୋଟେ ଏକ୍ୱାର୍ଡ ଫେଥ୍, ନିଜେ ଅର୍ଜନ କରିବା ବିଶ୍ୱାସ। ଅନେକ ସମୟରେ ଆମେ ମାନେ ମଧ୍ୟ ଏଟା ଚୁଟକିରେ ମୁଁ କରିଦେବି, ଏଟା ବିଶ୍ୱାସ ଏବେ କରିଦେବି, ମାତ୍ର ସେଇଠି ଫେଲ୍ ମାରିଦେବୁ ଆମେ, ସେଟାକୁ କହିବେ ସୁପରଫିସିଆଲ ଫେଥ୍। କିନ୍ତୁ ଡେଭିଡ ସେ କହିଲା ଯେ ମୁଁ ଈଶ୍ୱରଙ୍କର ସାହାଯ୍ୟରେ ଆଜି ମୁଁ ତତେ ମାରିବି। ଇଟ୍ ଇଜ ଦ ଗଡ୍ ଗିଭେନ୍ ଫେଥ୍। ମୁଁ ମୋର ସାହାଯ୍ୟରେ, ମୋର ଶକ୍ତିରେ, ମୋର ବଳରେ, ମୋର ବୁଦ୍ଧିରେ, ମୋର ଜ୍ଞାନରେ ମୁଁ ତତେ ପରାସ୍ତ କରିବି ନାହିଁ, କିନ୍ତୁ ଈଶ୍ୱରଙ୍କର ସାହାଯ୍ୟରେ, ଦି ହେଲ୍ପ ଅଫ ଗଡ୍, ଦ ଗଡ୍ସ ହେଲ୍ପ। ଐଶ୍ୱର୍ଯ୍ୟ ଶକ୍ତି, ଐଶ୍ୱର୍ଯ୍ୟ ବିଶ୍ୱାସ ସେମିତି ଅଟେ ଯେ ମୋର ଶକ୍ତି ମୋର ବଳ ଦ୍ୱାରା ନାହିଁ, ଈଶ୍ୱରଙ୍କର ବଳ, ଈଶ୍ୱରଙ୍କର ଶକ୍ତି, ଈଶ୍ୱରଙ୍କର ସେ ବଳ ଊର୍ଜା ଦ୍ୱାରା ମୁଁ ତତେ ପରାସ୍ତ କରିବି ବୋଲି ସେଦିନ ଡେଭିଡ ସେ କହିଥିଲେ। ମଣ୍ଡଳୀ, ମୁଁ ସେଥିପାଇଁ ଆଜି ମୁଁ ଆପଣମାନଙ୍କ ଠାରେ କହି ରଖିବାକୁ ଚାହେଁ, এইটি ମଧ୍ୟ ଯେତେବେଳେ ଯୀଶୁଙ୍କୁ ଆସିକି ପ୍ରଶ୍ନ କରୁଛନ୍ତି ଗୋଟେ ବଡ ମିରାକଲ
ଜଗତରେ ବଞ୍ଚୁ ବଞ୍ଚୁ ଯଦି ଆମ୍ଭେମାନେ ଲୁଥର କହନ୍ତି ଟ୍ରଷ୍ଟ ଆଣ୍ଡ ଫେଥ୍ ଏଲୋନ୍ ମେକ୍ସ ଗଡ୍ ଆଣ୍ଡ ଆଇଡଲ୍ ବୋଲି କରି ସେ କହନ୍ତି। ଆମେ ଯଦି ଟ୍ରଷ୍ଟ କରୁଛୁ ଫେଥ୍ କରୁଛୁ ତେବେ ସେଇଟା ଆକା ପୁଣି ପ୍ରକୃତରେ ଗୋଟେ ଈଶ୍ୱର ହେଇପାରିବ, ନହେଲେ ପୁଣି ଗୋଟେ ଆଇଡଲ ଗୋଟେ ପ୍ରତିମା ହେଇପାରିବ। ଏବେ ମୋର ହୋଲ ଲାଇଫ ପାଇଁ ମୁଁ କାହା ଉପରେ ଭରସା କରୁଛି? କିଏ କହିପାରିବେ କି ଆମର ପୂର୍ଣ୍ଣ ଜୀବନ ଆମର ହୋଲ ଲାଇଫ ମୁଁ 60 ବର୍ଷ କି 70 ବର୍ଷ ମୁଁ ଏ ଜଗତରେ କି 80 ବର୍ଷ କି 100 ବର୍ଷ ବଞ୍ଚିବି, ମୁଁ କାହାର ଉପରେ ଟ୍ରଷ୍ଟ କରି ମୁଁ ବଞ୍ଚୁଛି? ମୁଁ କାହା ଉପରେ ଭରସା କରି ବଞ୍ଚୁଛି? କଣ ଧନ ଉପରେ? ହଁ, ଧନ ଉପରେ ଆମେ ବିଶ୍ୱାସ କରି, ମାନି ଉପରେ ଆମେ ମାମନ ବୋଲି କହିବେ ତାକୁ, ମାମନ ଉପରେ ଆମେ ବିଶ୍ୱାସ କରି ଆମେ ବଞ୍ଚୁଛୁ। ଆରେ ଯେତେବେଳେ ମାମନ ଉପରେ ଆମେ ଯଦି ବିଶ୍ୱାସ କରି ବଞ୍ଚୁଛୁ ତେବେ ଆମର ଫେଥ୍ ହଉଛି ମାମନ ଉପରେ, ଆମର ଟ୍ରଷ୍ଟ ଅଛି ମାମନ ଉପରେ ଯେ ଏଇ ଟଙ୍କା ଏଇ ଧନ ଏଇ ସମ୍ପତ୍ତି ମୋର ଜୀବନ ସାରା ମତେ ସାହାଯ୍ୟ କରିବ, ମତେ ପ୍ରତିପାଳନ କରିବ ବୋଲି। କିନ୍ତୁ ଟ୍ରଷ୍ଟ ଏବଂ ଫେଥ୍ ଯଦି ତେବେ ସେଇ ଯୋଉ ଫେଥ୍ ଅଛି, ସେଇ ଯୋଉ ବିଶ୍ୱାସ ଅଛି ଟଙ୍କା ଧନ ସମ୍ପତ୍ତି ଉପରେ, ସେ ଏକା ଆମର ଗାର୍ଡ। କାରଣ ଆମେ ସବୁ ଟ୍ରଷ୍ଟ ସବୁ ଫେଥ୍ ଆମର ଜୀବନ ଯାପନ କରିବାର ପ୍ରତ୍ୟେକ ସେଇଠି ଆମେ ଭରସା ଏବଂ ବିଶ୍ୱାସ କରୁଛୁ। ତେବେ ଆମର ଗଡ ସେ ଏକା ହେଇପାରିବ। ଅନ୍ୟ ଆମର ଯୋଉ ଅଥେଣ୍ଟିକ ଗଡ ଅଛନ୍ତି ଖ୍ରୀଷ୍ଟ ଯୀଶୁ ଈଶ୍ୱର, ସେ କେବେ ହେଇପାରିବେ ନାହିଁ। ଆମେ ଅନେକ ସମୟରେ ଆମେ କେମିତି କରୁଛୁ ଆଜିର ଜଗତରେ ପିଲାମାନେ ବି ଅଛନ୍ତି, ୟଙ୍ଗ ପିଲାମାନେ ଲର୍ଣ୍ଣର ମାନଙ୍କୁ ଲର୍ଣ୍ଣିଂ ମୋଟିଭେସନାଲ ସ୍ପିକର ଗ୍ରେଟ ଲର୍ଣ୍ଣର ହେଇଗଲେଣି, ଅନ୍ୟଠୁ ପ୍ରଭୁ ବୋଲି ମାନୁଛନ୍ତି, ସେମାନଙ୍କୁ ଏତେ ବଡ ସେମାନଙ୍କୁ କରିଦେଇଛନ୍ତି। ତାଙ୍କର ମାନେ ପୂର୍ଣ୍ଣ ଯୋଉ ବିଶ୍ୱାସ ଅଛି, ବିଶ୍ୱାସ ଗୋଟେ ଟିଚିଂ ଉପରେ ରହିଯାଇଛି। ଗୋଟେ ଲୋକ ଶିକ୍ଷା ଦେଲେ ସେ ଶିକ୍ଷା ଉପରେ ଏକା ଆମର ପୂର୍ଣ୍ଣ ବିଶ୍ୱାସ, ସେ ବ୍ୟକ୍ତି ଉପରେ ଆମର ପୂର୍ଣ୍ଣ ବିଶ୍ୱାସ। ଅନେକ ଲୋକ ୱିଜଡମ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ। ଜ୍ଞାନ ବୁଦ୍ଧି ଥିବ ବୋଲେ ଏଇ ଜଗତରେ ବଢିଆ ସଷ୍ଟେନ କରିହେବ, ବଢିଆ ଜୀବନ କାଟି ହେବ। ଆମେ ସେମିତି ଲାଇଫ କାଟି ଦଉଛୁ ଆଜି। ଆମେ ସବୁ ଟ୍ରଷ୍ଟ ଆମର ଜ୍ଞାନ ଆମର ବୁଦ୍ଧି ଉପରେ, କି ଲୋକର ଜ୍ଞାନ ଲୋକର ବୁଦ୍ଧି ଉପରେ, ଅନ୍ୟ ଜଣର ଜ୍ଞାନ ଅନ୍ୟ ଜଣର ବୁଦ୍ଧି ଉପରେ। ଆମର ପାୱାର ମଧ୍ୟ ମାନେ ଅନେକ ସମୟରେ ପାୱାରରେ ଥିଲେ ମତେ ସବୁ ଲୋକ ଡରିବେ, ପାୱାରରେ ଥିଲେ ମତେ ସମସ୍ତେ କଣ କରିବେ, ସମ୍ମାନ ଆତିଥ୍ୟ କରିବେ, ପ୍ରେଷ୍ଟିଜ ମିଳିବ ମତେ। ତେବେ ସେ ପାୱାର ଏକା ଆମର ପାଇଁ ଗୋଟେ ଗାଡି ପଲିଟିକାଲ ଲୋକମାନଙ୍କ ପାଇଁ। ସେଥିପାଇଁ ଅନେକ ଲୋକଙ୍କୁ ସିଏମ ପିଏମ ଆଉ ଅନେକ ପ୍ରେସିଡେଣ୍ଟ ମାନଙ୍କୁ ମୋର ପ୍ରଭୁ ସେ ବୋଲି କହୁଛନ୍ତି। କାରଣ ତାଙ୍କର ଭରସା ଯେ ଆକୁ ଛାଡିଦେଲେ ମୁଁ ଏର ଜୀବନ ଯାପନ କରିବାର ଭ୍ୟାଲ୍ୟୁ କିଛି ନାହିଁ, ମୁଁ ମରିଯିବି, ମତେ ପୁରା ଖରାପ ହେଇଯିବ ମୋର ଲାଇଫ ବୋଲି କରି ସେମାନେ ଭାବନ୍ତି। ନଟ୍ ଟ୍ରଷ୍ଟ ଇନ୍ ଗାଡ୍, ନଟ୍ ଫେଥ୍ ଇନ୍ ଗାଡ୍। ତାଙ୍କର ଫେଥ୍ ସେ ପ୍ରେଷ୍ଟିଜ ଉପରେ, ସେ ଧନ ଉପରେ, ସେ ଜ୍ଞାନ ଉପରେ, ସେ ପାୱାର ଉପରେ। ପ୍ରିୟ ମଣ୍ଡଳୀ, ଆଜି ସେଥିପାଇଁ ମୁଁ ଆପଣମାନଙ୍କ ଠାରେ କହିବାକୁ ଚାହେଁ, ଆପଣଙ୍କର ଫେଥ୍ କୋଉଠି ଅଛି? ଆପଣଙ୍କର ବିଶ୍ୱାସ କେମିତି? ସେଥିପାଇଁ ଲୁଥର ଗୋଟେ ବିଷୟ କହନ୍ତି, ଟ୍ରୁ ଗଡ୍ ଇଜ ଏ ଇଟର୍ନାଲ ଗୁଡ। ସତ୍ୟ ଈଶ୍ୱର ବୋଲି ଯାହାକୁ ଭାବୁଛ ସେ ତମର ଅନନ୍ତକାଳୀନ ଭଲ ସେ ଚିନ୍ତା କରିପାରିବେ। ପୁଣି ଫଲ୍ସ ଗଡ୍ ମଧ୍ୟ which we seek help, comfort and salvation in its own work ବୋଲି କରି ସେ କହନ୍ତି। ଫଲ୍ସ ଗଡ୍ ସେ ଯୋଉଠିକି ଆମେ ନାଇକି ଆମେ ନିଜେ ସାହାଯ୍ୟ, ମୁଁ ନିଜେ ସାହାଯ୍ୟ କରିବି, ମତେ ଅନ୍ୟ ଲୋକମାନେ ସାହାଯ୍ୟ କରିବେ, ମତେ କମ୍ଫର୍ଟ ଦେବେ, ମତେ ପରିତ୍ରାଣ ମୋର ନିଜର କାର୍ଯ୍ୟ ଉପରେ ହେବ। ମୋର ନିଜର ଭଲ କାର୍ଯ୍ୟ ଯଦି କରିଲେ ମୁଁ ତେବେ ପରିତ୍ରାଣ ପାଇବି ବୋଲିକି ଆମେ ଯେତେବେଳେ ଫେଥ୍ କରୁଛୁ ନିଜର ଉପରେ, ନିଜେ ଭଲ କାମ କରିବି, ନିଜେ ଭଲ ରହିବି, ନିଜେ ମୁଇଁ ଶାନ୍ତି ପାଇବି, ସାହାଯ୍ୟ ପାଇବି ବୋଲି ଯେତେବେଳେ ଆମେ କହୁଛୁ ପ୍ରିୟ ମଣ୍ଡଳୀ, ସେତେବେଳେ ଆମେ ଫଲ୍ସ ଗାର୍ଡକୁ ଆମେ ଧରିଛୁ। ଆମେ ଭୁଲ ଗାର୍ଡକୁ ଧରି ଦେଇକରି ଭାବୁଛୁ ଯେ ମୁଁ ପ୍ରକୃତରେ ସତ୍ୟ ଈଶ୍ୱରଙ୍କୁ ଧରିଛି ବୋଲିକି। ଆଜିର ଏହି ଲୋକମାନେ ମଧ୍ୟ ଜିହୁଦୀ ମାନେ ମଧ୍ୟ 30 ପଦରେ ଯଦି ଦେଖିବେ ଆପଣ ମାନେ, ସେ ପଚାରୁଛନ୍ତି ଚିହ୍ନ ସ୍ୱରୂପେ ତୁମେ କଣ ବଡ କାମ କରିବ ଯେ ଆମେ ତୁମଠାରେ ବିଶ୍ୱାସ କରିବୁ? ପ୍ରକୃତରେ ସେଇଠି ସେ ପ୍ରତିଜ୍ଞାର ଈଶ୍ୱର ସାମନାରେ ଅଛନ୍ତି, ତାଙ୍କୁ ସେ ଚିହ୍ନି ପାରୁନାହାନ୍ତି। ସାମନାରେ ସେ ପ୍ରତିଜ୍ଞାର ଈଶ୍ୱର ଅଛନ୍ତି, ଈଶ୍ୱର ଯାହାଙ୍କୁ ସେ ପଠାଇଲେ, ଯିଏ କି ସେ ମାନେ ଦେହ ଧାରଣ କରି ଜଗତକୁ ଆସିଛନ୍ତି,
ସେ ଲୋକମାନଙ୍କ ନିମନ୍ତେ ଆସିଛନ୍ତି, ସାମ୍ନାରେ ଅଛନ୍ତି, ତାଙ୍କୁ ଚିହ୍ନି ପାରୁନାହାନ୍ତି, ତାକୁ ବୁଝି ପାରୁନାହାନ୍ତି। ଆରେ ସେ କହୁଛନ୍ତି ଚିହ୍ନ ଆମକୁ ଦରକାର ବୋଲିକି। ସେଥିପାଇଁ ମୁଁ କହୁଛି ଅଥେଣ୍ଟିକ ଫେଥ ଦରକାର ଅଛି, ସୁପରଫିସିଆଲ ଫେଥ ନାହିଁ, ଆକ୍ୱାର୍ଡ ଫେଥ ନାହିଁ। ନିଜେ ଜ୍ଞାନ ବୁଦ୍ଧି ରିଜନ ରେ ଆମେ ମାନେ ଈଶ୍ୱରଙ୍କୁ ଖୋଜି ପାରିବା ନାହିଁ। ସେଥିପାଇଁ ମାର୍ଟିନ ଲୁଥର କହନ୍ତି ଯେ ସେ କଣ କହନ୍ତି, ଅନେକ ସମୟରେ ପୁଣି ଆମେ ଯାହାକୁ ଈଶ୍ୱର ବୋଲି ଭାବୁଥିବୁ ସେଟା ପ୍ରକୃତରେ ଈଶ୍ୱର ନୁହନ୍ତି ପୁଣି। କାହିଁକି ନା ନିଜର ଜ୍ଞାନରେ, ନିଜର ବୁଦ୍ଧିରେ, ନିଜର ବଳରେ, ନିଜର ଶକ୍ତିରେ ଆମେ ଈଶ୍ୱରଙ୍କୁ ଖୋଜିଲେ ପୁଣି ପାଇପାରିବା ନାହିଁ। ମାତ୍ର ଯେତେବେଳେ ଆମର ଜ୍ଞାନ ବୁଦ୍ଧି ଏଣ୍ଡ ହେଇଯିବ, ସେତେବେଳେ ପୁଣି ପ୍ରକୃତ ଈଶ୍ୱରଙ୍କର ମାନେ ମାନେ ଆରମ୍ଭ ହେବ ପୁଣି ସେ। ନିଜର ବୁଦ୍ଧି ନିଜର ଜ୍ଞାନରେ ଆମେ ଈଶ୍ୱରଙ୍କୁ ଖୋଜି ପାରିବା ନାହିଁ, କି ଜାଣିପାରିବା ନାହିଁ, ବୁଝିପାରିବା ନାହିଁ। ମାତ୍ର ଯେତେବେଳେ ଆମର ସବୁ ସରିଯିବ, ଆରେ ଆରେ ଯୋଉଟା କି ଦୁର୍ବଳ ବୋଲି ଆମେ ଖୋଜି ପାରିବା ନାହିଁ, ବୁଝିପାରିବା ନାହିଁ, ସେଟା ଏକା ଈଶ୍ୱର ପୁଣି। God is very big and God is very small. God ଏତେ ସର୍ବାତିକ୍ରମୀ ଅଟନ୍ତି ଯେ ତାଙ୍କର ପାଖରେ ପହଞ୍ଚି ପାରିବା ନାହିଁ। God ଏତେ ସାନ ଯେ ଆମେ ସେତିକି ସାନ ହେଇପାରିବା ନାହିଁ। God କୁ ବୁଝିବାଟା ବେଶୀ ବଡ଼ ବିଷୟ। ସେଥିପାଇଁ ମୁଁ କହିବାକୁ ଚାହେଁ ଅଥେଣ୍ଟିକ ଫେଥ ଦ୍ୱାରା ହିଁ ଆମେ ମାନେ God କୁ ବୁଝିପାରିବା ଏବଂ ଜାଣିପାରିବା। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ମୁଁ ସେଥିପାଇଁ ଆପଣମାନଙ୍କ ଠାରେ କହି ରଖିବାକୁ ଚାହେଁ, ସେଇ ଅସତ୍ୟ ଈଶ୍ୱରଙ୍କୁ ଆମେ ମାନେ କଣ କରିବାକୁ ପଡିବ? ସତ୍ୟ ଫେଥରେ ଖୋଜିବାକୁ ପଡିବ, ତେବେ ଆମେ ତାହାଙ୍କୁ ପାଇପାରିବା। ସମୟ ମଧ୍ୟ ହେଇଗଲାଣି। ଆରେ ଗୋଟେ 3ଟି ପଏଣ୍ଟ ଥିଲା, ମୁଁ ଆରି କହିପାରିବି ନାହିଁ ପରି ଲାଗୁଛି। ତେଣୁ ପ୍ରିୟ ମଣ୍ଡଳୀ, ଆଜି ଆମେ ମାନେ ସମସ୍ତେ ସେଇ ଗଡ, ଯୋଉ ଗଡ କି ସେ ପ୍ରକୃତରେ ଇନକାର୍ନେସନ ହେଇଛନ୍ତି, ସେ କ୍ରୁଶରେ ମୃତ୍ୟୁବରଣ କରିଛନ୍ତି, ପୁନରୁତ୍ଥିତ ହେଇଛନ୍ତି, ସେତେବେଳେ ପ୍ରକୃତରେ ଆମେ ସେ ଅଥେଣ୍ଟିକ ଫେଥ କୁ ଆମେ ପାଉଛୁ। ଆରେ ସେଇଟା ହିଁ ଆମମାନଙ୍କର ପାଇଁ ଏକ ଜୀବନ୍ତ ଆହାର ଅଟେ, ଜୀବନ୍ତ ଆହାର ସେଇଟା ହିଁ। ଆଉ ସେଥିପାଇଁ ସେ 31 ପଦରେ କହନ୍ତି, ଆପଣ କଣ ସାଧନ କରୁଅଛନ୍ତି? ଆମମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ମାନ ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗୀୟ ଆହାର ଦେଲେ। 32ରେ ଲେଖା ଅଛି, ସେଥିରେ ଯୀଶୁ ସେମାନେ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମୂଷା ସ୍ୱର୍ଗରୁ ତୁମକୁ ଆହାର ଦେଇନାହାନ୍ତି, କିନ୍ତୁ ମୋହର ପିତା ତୁମକୁ ସ୍ୱର୍ଗରୁ ପ୍ରକୃତ ଆହାର ଦେଲେ। ଏଠି ସୁନ୍ଦର ବିଷୟ ସେ କହୁଛନ୍ତି। ଅନେକ ସମୟରେ ଏଠି କେମିତି କହୁଛନ୍ତି ଯେ ସେମାନଙ୍କର ଧାରଣା ଅଛି ଯେ ମୂଷା ଆମମାନଙ୍କୁ ଖାଇବାକୁ ଦେଲେ, ଆମର ପିତୃପୁରୁଷ ମୂଷା ଆମମାନଙ୍କୁ ଖୁଆଇଲେ, ମୂଷା ଆମମାନଙ୍କୁ ମାନା ଦେଲେ, ଆମକୁ 40 ବର୍ଷ ପର୍ଯ୍ୟନ୍ତ ସେ ପ୍ରତିପାଳନ କଲେ। ତାଙ୍କର ଯୋଉ ମାନେ ପ୍ରିଏଜମ୍ପସନ ଅଛି, ପ୍ରେଜୁଡାଇସ୍ ମାଇଣ୍ଡ ଅଛି। ସେତେବେଳେ ଯୀଶୁ ସେଠି କହୁଛନ୍ତି ନା କଣ କହୁଛନ୍ତି ଯେ ବାବୁ ମାନେ ମୂଷା ତୁମମାନଙ୍କୁ ଖାନା ଦେଇନାହାନ୍ତି, ଖାଦ୍ୟ ଦେଇନାହାନ୍ତି, ମାନା ଦେଇନାହାନ୍ତି, ଆହାର ଦେଇନାହାନ୍ତି, ପ୍ରତିପାଳନ କରିନାହାନ୍ତି। ମାତ୍ର ସେ କିଏ କରିଛନ୍ତି? ଦ ଗଡ ଆଲୋନ୍, ସେ ଉର୍ଦ୍ଧ୍ୱସ୍ଥ ଈଶ୍ୱର ତୁମମାନଙ୍କୁ ଆହାର ଦେଇଛନ୍ତି। ତାଙ୍କୁ ସେମାନେ ଭୁଲି ଯାଇଛନ୍ତି, ତାଙ୍କୁ ସେମାନେ ପାସୋରି ଯାଇଛନ୍ତି, ଫରଗେଟିଂ। ଜିଉସ୍ ମାନେ ତାଙ୍କୁ ପାସୋରି ଯାଇଛନ୍ତି, ଯିଏ କି ପ୍ରକୃତରେ ଆହାର ଦେବେ, ଯିଏ କି ପ୍ରକୃତରେ ପ୍ରତିପାଳନ କରିବେ। ଆଜି ଆମର ଆମେ ବି ଏମିତି ଏକ ଜଗତରେ ବଞ୍ଚୁଛୁ, ଗୋଟେ ହ୍ୟୁମାନ୍ ସେଣ୍ଟର୍ଡ ଲାଇଫ, ମାନେ ଜଗତରେ ମାନେ ମନୁଷ୍ୟ ଆକା ସବୁ କିଛି ଗଲା ଭଳିଆ। ଯେମିତିକି ଏଇମାନେ ଭାବୁଥିଲେ ଆମର ପିତୃପୁରୁଷ ଆମର ପିତୃପୁରୁଷ ମଶା ହିଁ ସବୁ କିଛି ବୋଲି ଭାବୁଥିଲେ। ଆମର ଲାଇଫ ବି ହ୍ୟୁମାନ୍ ଆକା ସବୁ କିଛି ବୋଲି ଭାବୁଛୁ। ଆଜି এই ଜଗତରେ ମନୁଷ୍ୟ ହିଁ ସବୁ କିଛି ଆମର ପାଇଁ, ଗାଡ କିଛି ନାହିଁ। ଗାଡ ଆମମାନଙ୍କୁ ଆଜି ଏକ ସୁପ୍ରଭାତ ଦେଲେ। କେତେ ଜଣ ଆଜି ପ୍ରଭାତରୁ ଉଠି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଇଛନ୍ତି? କିଏ ଦେଇଛନ୍ତି? ୟୁ ଆର୍ ଦ ପ୍ରେସିୟସ୍ ପର୍ସନ। ମାନେ ଆପଣ ମାନେ ଏକ ଗ୍ରୁପ ବନାଇକି ଆପଣ ମାନେ ଏଠି ଈଶ୍ୱରଙ୍କର ବାକ୍ୟକୁ ପ୍ରଭାତରେ ଶୁଣୁଛନ୍ତି, ପ୍ରଭାତରେ ସେ ଆହାର ଭୋଜନ କରୁଛନ୍ତି। ଆଜି ମୁଁ ଆପଣ ମାନଙ୍କୁ କହୁଛି କି ମୁଁ କଣ ଯେ ମୁଁ ଗୋଟେ କୀଟ, ମୁଁ ମାନେ ପ୍ରଭୁ ମତେ ଯାହା କହୁଛନ୍ତି ସେଇଟା ମୁଁ କହୁଛି। ମୁଁ କି କଣ ଯେ ମୁଁ ଆଜି ସ୍ପିକର ମାନେ କଣ ଯେ ପ୍ରକୃତରେ ସେମାନେ କଣ? କିଛି ନାହିଁ। ସେମାନେ ଶ୍ରେୟ ପାଇବାର ଯୋଗ୍ୟ ନାହିଁ, ସେମାନେ କୀଟ ପରି ଲୋକ। ଇଟ୍ ଇଜ ସ୍ମଲ ପଇସା, ପ୍ରଭୁଙ୍କ ସାମ୍ନାରେ ଯୋଗ୍ୟ ନାହିଁ ସେମାନେ। ଆମେ ଗୋଟେ
गाड इनविजिबल भाव आम जीवन सब किसी करुछन मात्र आम श्रेय नेबा इच्छा करुछु आम श्रेय नेबा इच्छा करुछु आम प्रशंसा पाइबा इच्छा करुछु अनेक लोक भी चले बढ़िया मेसेज देले बढ़िया कहले बढ़िया एमती ओ बेसी ज्ञान बेसी बुद्धिमान ए बेसी एते ऊपर नहीं जाउछु जे आमे माने प्रभु को पास रे जाउछु मात्र प्रभु आग सब किछि करूछंती प्रभु आमन को कथा कहउछंती सेटा हमर किछि नै एटी भी मोसा को सेंती आग कर देले पितृपुरुष माना आमन को 40 वर्ष पर्यंत कहले जिसु कहउछंती ताकर थियोलॉजिकल जो प्रिजम्पशन को काटी दउछंती बाबू माने सेठी मोसा देई नाहंती किंतु मोहर पिता स्वयं प्रभु स्वर्गरु तुमान को आहार देइछंती प्रेमंडल आज आमी माने केमती आहार भोजन करूछ हमर हमर फेथ केमती फेथ रे बंचुछु अरे केमती आमी ये करूछु गोटे ह्यूमन केबे देई परिबो कि ट्रू ब्रेड से सत्य आहार मनुष्य देई परिबो के देई परिबो कार पाखरे बळ अछि बुद्धि अछि ते शक्ति अछि जे से आहार एडे बड़ आहार देई परिबो प्रभु को ऐश्वर्य आहार से देई परिबो के देई परिबो कि केबे ने नेवर नेवर एवर केबे ही परिबो नै गोटे मनुष्य केबे भी से स्वर्गीय माना देई परिबो स्वर्गीय आहार देई परिबो नै केवल ईश्वर दे पारिबे और से ईश्वर से जन को पठेई छंदी से होछंदी क्राइस्ट एलोन से ख्रीष्टन को से पठेई छंदी माना रूप रे आमे जदी सेई माना से माने खाइले से दिन 40 वर्ष पर्यंत एवं मृत्यु वरण कले किंतु एई जो माना आमे खाइबा डू नॉट पेरिश फेथ इन क्राइस्ट आपण माने नष्ट हेबे नाही किंतु अनंत जीवन प्राप्त हेबे सेई माना खाइ से जोहन तार 3 पर्व 16 पदरे ईश्वर जगत एडी प्रेम करे से आपण अद्वितीय पुत्र को दान कले जेपरि जे के तांको ठारे विश्वास करे से माना जते बेले खाइबो से कोन पाइबो इटर्नल लाइफ अनंत जीवन प्राप्त हे आज सेति पय मु आपण मान को ठारे कहि रखिबा को चाहे जे सेई माना हेउछन्ति स्वयं ख्रीष्ट अटंती से माना हेउछि ख्रीष्ट अटंती आज जगत रे आमे बंचु बंचु आमे जो खाद्य खाइबु मे भी से खाद्य फूड पॉइजन हे आमे माने विभिन्न माने विषय करे हम शरीर नष्ट होई जिवो आज भी तो सत्य खाना भी मिलुआ खाना ट्रू ब्रेड कोटा अछि सब केमिकल सब हम शरीर को नष्ट करबानी किंतु गाड को जे माने भजन करंती क्राइस्ट को जे माने भजन करंती क्राइस्ट ठार विश्वास करंती भरोसा करी बंचंती से माने मरले मध्य से माने कोन हेबे गोटे दिन पुनरुत्थित हेबे आई बिलीव इन दैट सेठी मु विश्वास करूछि तबे प्रिय मंडळी अरे सेठी में शेष रे कहउछथि यीशु कहिले मु जे जीवन दया को आहार जे मो निकट को आसे से कदापि क्षुदित हेबो ना आउ जे मो ठारे विश्वास करे से कदापि तृषित हेबो ना प्रिय मंडळी फेथ इन क्राइस्ट ख्रीष्टन को ठारे विश्वास कर जगतर का को विश्वास करो फुल्ली का विश्वास कर के विश्वास योग्य मध्य नुहंती केवल गोटे का विश्वास गोटे जन ऊपर विश्वास करबा से होछि क्राइस्ट एलो अरे तांको ठार विश्वास करबा द्वारा हमर विचार होई सारलाणी हमें डायरेक्ट एंटर इनटू हेवन हमें डायरेक्ट एंटर इनटू हेवन ईश्वरन को राज्य रा माने से दिन से दक्षिण पार्श्व चोर मध्य से ख्रीष्टन को ठार विश्वास करला यीशु कहले आज तुमे मो सहित पारदेश रे उपस्थित हो विश्वास प्रभु को ठारे भयंकर बड़ जिनिस आज से सतसेनापति दास जते असुस्थ थिला से सतसेनापति मध्ये कहले मोर घरे जे आपण आसीबे मु एते योग्य नाय आ तो गोटे पद आज्ञा करो मोर दास सुस्थ होई जिवो कहले इस्राएल रे बड़ विश्वास में का को देखि नाय गाड से फेथ रे जते बेले ईश्वर को ठारे जाउछु हमें सब किछि पाई पारिबा प्रभु हम प्रत्येक को आशीर्वाद करंतु अनुग्रह करंतु दया करंतु हमें जेपरि से ख्रीष्टन को ठारे विश्वास करिबा भरोसा करिबा से ऑथेंटिक फेथ रे हमें विश्वास भरोसा करिबा एवं बंचिबा अरे प्रभु से विश्वास द्वारा काली को कोन हेबो से विश्वास ही हम मान को कहि हमर फेथ प्रभु को ठारे रहिबा हमर फेथ प्रभु को ठारे हमें माने डिपेंड करि के हमर जीवन यापन करिबा दरकार अरे एटा ही ईश्वर आमान को ठारो चाहंती प्रभु पवित्र जीवंत वाक्य द्वारा हम समस्त समय प्रचुर आशीर्वाद करंतु आमीन 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 आसुआ माने प्रार्थना करबा अमान का मध्य अछंते सिस्टर रत्ना प्रभा से